এই ଦୃଶ୍ୟଟି ହେଉଛି ଆମର ଖଣ୍ଡପଡ଼ା ସହରସ୍ଥିତ 12 ନମ୍ବର ୱାର୍ଡଠାରେ ଥିବା ସୁନାମୁହିଁ ପର୍ଯ୍ୟଟନସ୍ଥଳୀର ଦୃଶ୍ୟ। ଚାଲନ୍ତୁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କିଛି ଦୃଶ୍ୟ ଦେଖାଉଛି ଯେ ଏହି ସୁନାମୁହିଁ ପର୍ଯ୍ୟଟନସ୍ଥଳୀଟି କେଉଁଭଳି ଅବସ୍ଥାରେ ରହିଛି। ଏଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏ ପାର୍କ ସେଇଭଳି ଅବସ୍ଥାରେ ରହିଛି, ଯାହାକି ଡେଭଲପ୍ ଆଉ ହେଉନାହିଁ। ଅଧା ପନ୍ଥରେ ହେଇ ପଡ଼ି ରହିଛି। ଦେଖନ୍ତୁ ଏଠାରେ ଗୁଗୁଚିଆ ଭର୍ତ୍ତି ଠାରୁ ଆରମ୍ଭ କରି ଅଳିଆ କୁଢ଼ କୁଢ଼ ଗଦା ରହିଛି। ଏଠି ଛୋଟ ପିଲାଙ୍କ ପାଇଁ ଦୋଳି ଖେଳିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତା ତଳେ ବାଲି ଫାଲି ନ ରହି ସେ ଖାଲ ଖମାରେ ପରିପୂର୍ଣ୍ଣ ଏବଂ ଏଇ ଯେଉଁ ଜିମ୍ ଆଇଟମ୍ ସବୁ ଲାଗିଛି ତାହା ମଧ୍ୟ ଉପଯୋଗୀ ହୋଇପାରୁନି। କୁଢ଼ କୁଢ଼ ଅଳିଆ। ଏଠାରେ ଲାଇଟିଂ ଏବଂ ସାୱାର ପାଣିର ଏଠି ସୁବିଧା କରାଯାଇଥିଲା, ଯେଉଁଟାକି ହୋଇପାରୁନାହିଁ। ସେମିତି ପଡ଼ି ରହିଛି। ଅନାବନା ଗଛରେ ବର୍ତ୍ତମାନ ଏ ଏରିଆ ପରିପୂର୍ଣ୍ଣ। ଏ ପାଖରେ ଯେଉଁମାନେ ସବୁ ଭୋଜି କରିବା ପାଇଁ ଆସନ୍ତି ବାହାରୁ ଟୁରିଷ୍ଟ, ସେମାନଙ୍କ ପାଇଁ ଏଠାରେ ପିଣ୍ଡିର ସୁବିଧା କରାଯାଇଥିଲା, ତାହା ମଧ୍ୟ ଜଙ୍ଗଲରେ ପରିପୂର୍ଣ୍ଣ ହେଲାଣି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଚାରିପଟ ଲାଇଟ୍ ଏବଂ ପାଚେରୀ କରାଯାଇଥିଲା, ଯାହାକି ଭାଙ୍ଗି ରୁଜି ଗଲାଣି। ଏବଂ ଏଠାରେ ଦେଖନ୍ତୁ ଏଇସବୁ ଯେଉଁ ଲାଇଟ୍ ଲାଗିଥିଲା, ବର୍ତ୍ତମାନ ଏ ଲାଇଟ୍ କ୍ରମଶଃ ଲୋପ ପାଇଲାଣି। ଏଠାରୁ ବହୁ ସଂଖ୍ୟାରେ ଲାଇଟ୍ ନାହିଁ ଏବଂ ବହୁ ସଂଖ୍ୟାରେ ଲାଇଟ୍ ମଧ୍ୟ ଏଠୁ ଚୋରି ହେଇଯାଇଛି ବା ଭାଙ୍ଗି ରୁଜି ଗଲାଣି। ଆପଣମାନେ ନିଜେ ଦେଖନ୍ତୁ, ଲାଇଟ୍ ନାହିଁ। କେତେ ଟଙ୍କା ଲସ୍ ଦେଖନ୍ତୁ। ସମସ୍ତଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଲାଇଟ୍ ଲାଗିଥିଲା। ପ୍ରାୟ ଲାଇଟ୍ କିଏ ଭାଙ୍ଗିଛି କି ଚୋରି ହେଇଯାଇଛି କି କ'ଣ ହେଇଛି, ବର୍ତ୍ତମାନ ସବୁ ଏଇଭଳିଆ ଅବସ୍ଥାରେ ଅଛି। ଏବଂ ଏଠାରେ ଗ୍ରିଲ୍ ଲାଗିଥିଲା, ଏଭଳି କାମ ହେଇଛି। ଦେଖନ୍ତୁ ଗ୍ରିଲ୍ ଖସି ପଡ଼ିଲାଣି, ଯାହାଫଳରେ ଗାଈ ଗୋରୁ ମଧ୍ୟ ଆ ଭିତରେ ପ୍ରବେଶ କରିବେ ଆଉ କିଛି ଦିନ ପରେ। ଏଇଭଳି ଅବସ୍ଥାରେ ଖଣ୍ଡପଡ଼ା ସୁନାମୁହିଁ ପାର୍କ, ଏଥିରେ ଆମର ସ୍ଥାନୀୟ ବିଧାୟକ ଆକୁ ବିଶ୍ୱସ୍ତରୀୟ ପାର୍କ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ଘନ ଘନ MLAଙ୍କ ଠାରୁ ଆରମ୍ଭ କରି କୋର୍ କମିଟି ଏବଂ ଜିଲ୍ଲାପାଳଙ୍କୁ ଧରି ଏଠାରେ ସମୀକ୍ଷା ଚଳାଇଛନ୍ତି, କିନ୍ତୁ ଏହାର ବାସ୍ତବ ଚିତ୍ର କିଭଳି ଆପଣମାନେ ଦେଖନ୍ତୁ। ଦେଖନ୍ତୁ ତଳେ ପଡ଼ିଛି ଗ୍ରିଲ୍। ଏଇ ପାଖରେ ଗୋଟେ ସେଲ୍ଫି ପଏଣ୍ଟ କରାଯାଇଥିଲା, ଯାହାର ଚିତ୍ର ଆପଣମାନଙ୍କୁ ମୁଁ ଦେଖାଉଛି। ଏ ସେଲ୍ଫି ପଏଣ୍ଟ କ୍ରମଶଃ ଫାଟିଗଲାଣି ଚାରିପଟୁ। କିଛି ଦିନର ଆଉ ଇଏ ରହିଲା, ତାପରେ ପୁରା ଭୁଷୁଡ଼ି ପଡ଼ିବ। ଏଠାରେ ବୋଟିଂ କରାଯିବ ବୋଲି NEC ପକ୍ଷରୁ ବ୍ୟବସ୍ଥା କରାଯାଉଥିଲା, ଯେଉଁଟାକି ଅଧା ପନ୍ଥାରେ ହେଇକି ରହିଛି। ଏଇ ଗେଟ୍ ଏଠି ଗୋଟେ ନିର୍ମାଣ କରାଯାଇଥିଲା ଆରପଟକୁ ଯିବା ପାଇଁ। ସେ ଗେଟ୍ ବର୍ତ୍ତମାନ ଝୁଲିକି ଅଛି, କାହା ଉପରେ କେତେବେଳେ ମାଡ଼ି ବସିବା ଗ୍ୟାରେଣ୍ଟି ନାହିଁ। ଏଇଭଳି ଏଇ ସୁନାମୁହିଁ ପାର୍କର ଅବସ୍ଥା। ଏଠି କହିବା କାହାକୁ, ଶୁଣିବ କିଏ? ଏଇଭଳି ନ୍ୟାୟରେ ଚାଲିଛି ଆମର ଓଡ଼ିଆ ଢେଗ ଅଛି। ଖଣ୍ଡପଡ଼ା ଖଞ୍ଜଣା କେତେ ନା ମାରୁ ମାରୁକିଆ ଉଠିଲା ଯେତେ। ଏଇ ନ୍ୟାୟରେ ବର୍ତ୍ତମାନ ଏଠି ଲକ୍ଷ ଲକ୍ଷ ଟଙ୍କା ବର୍ବାଦ କରାଯାଉଛି। ଆ ପରେ ମଧ୍ୟ ଆହୁରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବ, ଯାହା ସୂଚନା ରହିଛି ବା ଯାହା ଜଣାପଡ଼ୁଛି ଆମର MLAଙ୍କ ପ୍ଲାନିଂରୁ। ତେଣୁ ଯେତିକି ଅଛି ତାକୁ ରକ୍ଷଣାବେକ୍ଷଣ କରି ପାରୁନାହାନ୍ତି, ଏଥିରେ ପୁଣି ଆହୁରି କୋଟି କୋଟି ଟଙ୍କା କରିକି ତାକୁ ବିଶ୍ୱସ୍ତରୀୟ ପାର୍କ କରାଯିବ। ଏଠି ଦେଖନ୍ତୁ ଯେତେକ ୱାଲ୍ ଥିଲା ସବୁ ଭୁଷୁଡ଼ି ଗଲାଣି। ଏଇସବୁ ଯେଉଁ ପ୍ଲାଷ୍ଟିକ୍ର ଆମର ତିଆରି ହେଇ କରାଯାଇଛି ଯାତ୍ରୀ ବସିବା ପାଇଁ, ବା ଏଇ ଯେଉଁ ଡାଇନୋସର ହେଉ କିମ୍ବା ଏଇ ଯେଉଁ ଦେଖୁଛନ୍ତି ଆପଣ କଟେଜ ଟାଇପ୍ର ଯେଉଁ କରାଯାଇଛି, ଯଦି ଟିକେ ବର୍ଷା ହେବ ଆପଣ ତା ଭିତରେ ରହିପାରିବେ ନାହିଁ। ତା ଭିତରେ ବି ପାଣି ଗୁଦୁ ଗୁଦୁ ବହୁଛି। ଏହାକୁ ଆହୁରି ଏକ୍ସଟେନସନ୍ କରାଯାଇଛି, ପରେ ପଇସା ଦିଆଯାଇଛି, ଆହୁରି ପାଚେରୀ ବାହାରକୁ ବଢ଼ାଯାଇଛି, ସୀମାର ବୃଦ୍ଧି କରାଯାଉଛି। କିନ୍ତୁ ଏଠି ଯେଉଁ ବସିବାକୁ ବ୍ୟବସ୍ଥା କରାଯାଇଛି ଆପଣ ଦେଖନ୍ତୁ, ଇଏ କେବଳ ମଦ ଗଞ୍ଜେଇ ଖାଇବା ପାଇଁ ଗୋଟେ ବଢ଼ିଆ ସୁବିଧା ଅଛି। ତା'ର ପ୍ରାୟ ଅଂଶ ଭାଙ୍ଗିଗଲାଣି, ଦେଖନ୍ତୁ ଭାଙ୍ଗି ତଳେ ମାଟିରେ ମିଶିଲାଣି। ଆମର ଏଠି ଯେଉଁ ଜିମ୍ ଆଇଟମ୍ ସବୁ ରହିଛି, ଏହା ମଧ୍ୟ କ୍ରମଶଃ ଜଙ୍ଗଲ ଭିତରେ ରହିଲାଣି, ଆଉ ଅଧା ଦେଖାଯାଉନାହିଁ।
ଏଇଭଳି ନ୍ୟାୟରେ ଖଣ୍ଡପଡ଼ା ସୁନାମୁହିଁ ପାର୍କ ବା ସର୍ବସାଧାରଣଙ୍କ ଟଙ୍କାକୁ ଲକ୍ଷ ଲକ୍ଷ ଟଙ୍କାରେ ଏଠାରେ ବରବାଦ କରାଯାଉଛି, ଯାହାର ନମୁନା ଆପଣଙ୍କୁ ଏ ଭିଡ଼ିଓ ମାଧ୍ୟମରେ ଦେଖେଇଲି। ତେଣୁ ଅନୁରୋଧ ରହିବ ସ୍ଥାନୀୟ ବିଧାୟକ, ଖଣ୍ଡପଡ଼ା NAC ଚେୟାରମ୍ୟାନ୍ ଏବଂ ଆମର ଯେଉଁ କାଉନସିଲ୍ କମିଟି ଅଛି, ଦୟାକରି ଆ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ ଏବଂ ଏହା କିଭଳି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆଉ ପକେଟ ଗରମ କରିବାକୁ ଯାଇକି ଯାହିତାହିକିଆ ପ୍ରୋଜେକ୍ଟ ବାବଦରେ ପଇସା ଖର୍ଚ୍ଚ କରି ନିଜେ କିଛି କିଛି ହାତେଇବା, ଏହା କୌଣସି କାମକୁ ନୁହଁ। ଦେଖନ୍ତୁ ଆପଣ ଗୋଟେ ଇଣ୍ଡିଆନ୍ ଫ୍ଲାଗ୍ ଜାତୀୟ ପତାକା ପେଣ୍ଟିଟି 19 ଲକ୍ଷ ପାଖାପାଖି ଖର୍ଚ୍ଚ କରାଯାଇଛି, ଯେଉଁଟାକି ବର୍ତ୍ତମାନ 2 ବର୍ଷ ପରେ ହେଇଗଲା, କିନ୍ତୁ ମାତ୍ର 3 ଥର ଏଥିରେ ଫ୍ଲାଗ୍ ଉଡ଼ିଥିବା ଦେଖିବାକୁ ମିଳିଛି କିଛି ଦିନ ପାଇଁ। ଏବେ ଏଇଠି ନୂଆ ନୂଆ ଲାଗିଛି, ମାସେ ହେଇନି, ଦେଖାଯାଉ କେତେ ଦିନ ଫ୍ଲାଗ୍ଟି ଯାଉଛି। ତେଣୁ ଏଇଭଳି ସବୁ NACର ଦେଖିଲେ ଯେତକ ସବୁ ପ୍ଲାନିଂ କରାଯାଏ ସବୁ ଲସ୍ ପ୍ରୋଜେକ୍ଟ। ଏଠି ଆମର ଲାଗିଛି ସୌନ୍ଦର୍ଯ୍ୟ କରିବା ପାଇଁ ହରିଣ ଛୁଆ ଠାରୁ ଡାଇନୋସର, ବାଘ, ସିଂହ ଏବଂ ହାତୀ ସବୁ ହେଇଛି। ଦେଖନ୍ତୁ ହାତୀର ଅଧିକ ଅଂଶ ନାହିଁ। ତେଣୁ ଯେଉଁ କିଛି ଟଙ୍କା ଏଥିରେ ଖର୍ଚ୍ଚ କରାଯାଇଛି, ଖଣ୍ଡପଡ଼ାର ଯେଉଁ ଦର୍ଶକମାନେ ଏଠିକି ଆସୁଛନ୍ତି ବା ବାହାରୁ ଯେଉଁମାନେ ଏଠିକି ଆସୁଛନ୍ତି, ଏମିତି ଦେଖିବାକୁ ଗଲେ ଖଣ୍ଡପଡ଼ାରେ ବହୁତ ଦେବାଳୟ ଥିଲେ ମଧ୍ୟ ଭଲ ପାର୍କଟିଏ ନାହିଁ, ଗୋଟେ ଭଲ ଚିନ୍ତାଧାରା। ଦେଖନ୍ତୁ ଏଇଠାରେ ଯେଉଁ ଆମର ଛୋଟ ପିଲା ଖେଳିବା ପାଇଁ ଚଢ଼େଇ, କଣ୍ଢେଇ ଏଇସବୁ ତିଆରି କରିବା ଥିଲା, ତାହା ବର୍ତ୍ତମାନ ମାଟିରେ ମିଶିଲାଣି, ସବୁ ପଡ଼ି ରହିଛି, ଅଥଚ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏବଂ ବାରମ୍ବାର ଆମେ ଦେଖୁଛୁ ଯେ ଟିଭି ପେପରରେ ଆମର ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, କଲେକ୍ଟରଙ୍କ ଠାରୁ ଆରମ୍ଭ କରି ଯେହେତୁ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଅଛନ୍ତି, ଏବେ କିଛି ଦିନ ତଳେ, ସପ୍ତାହେ ତଳେ 7ରୁ ଅଧିକ ବିଧାୟକ ଏଠାକୁ ଆସିଥିଲେ ଓଡ଼ିଶାର। ଏହାକୁ କିଭଳି ସୁନ୍ଦର ପାର୍କ, ଏ ଅବସ୍ଥା ଦେଖିଲେ ମନେ ହେଉନାହିଁ ବର୍ତ୍ତମାନ ଯାହା ରହିଛି ଆଗାମୀ ଦିନରେ ତାହା ରହିବ କି ନାହିଁ ତାହା ମଧ୍ୟ ସନ୍ଦେହ। ଦେଖାଯାଉ ଏ ସୁନାମୁହିଁ ପାର୍କର ଭାଗ୍ୟ କୁଆଡ଼େ ଯାଉଛି। ଦେଖିବାକୁ ଗଲେ ଟୋଟାଲ ଲକ୍ଷାଧିକ ଟଙ୍କା ଅପ୍ ଟୁ କୋଟିଏ ପରେ ବର୍ତ୍ତମାନ ବରବାଦ। ଖଣ୍ଡପଡ଼ା ଲୋକଙ୍କ ପଇସା ମାଟିରେ ମିଶିଲା। ପାର୍କର ଅବସ୍ଥା ସୁଧୁରିନି। ଏଠି ଷ୍ଟ୍ରିଟ୍ ଲାଇଟ୍ ଲାଗୁଛି, ଯେଉଁ ବାଟେ ଯାହା କରି ପଇସା କିଛି ହାତିବା କଥା। ରୋଡ଼ ଆରପଟେ ଆମର ଗୋଆ ଷ୍ଟାଇଲରେ ମ୍ୟାଙ୍ଗୋ ଭେଣ୍ଡି ଜୋନ୍ କରାଯାଇଛି, ସିଏ ମଧ୍ୟ ଏମିତି ପଡ଼ିଛି, ସେଥିରେ ମଧ୍ୟ 20-25 ଲକ୍ଷ ଖର୍ଚ୍ଚ। ଏଇଭଳି ଟଙ୍କା ସବୁ ଖର୍ଚ୍ଚ କରି ଖଣ୍ଡପଡ଼ାରେ ଖାଉଛନ୍ତି। ଆଉ ଖଣ୍ଡପଡ଼ାର ଉନ୍ନତି କ'ଣ ହେବ ଦେଖୁଛନ୍ତି ଆପଣ। ପ୍ରକଳ୍ପରେ ପ୍ରକଳ୍ପ ସବୁ ଅଧପନ୍ତାରିଆ। ତେଣୁ ଯେଉଁ ଠିକାଦାରମାନେ ମଧ୍ୟ କାମ ଏଥିରେ ସବୁ ନେଉଛନ୍ତି, ସେମାନେ ଭଲ 2 ପଇସା ନାଳି ପାଉଛନ୍ତି, ମନ ଇଚ୍ଛା କାମ କରୁଛନ୍ତି, ପିସି ଦେଇ କେହି କିଛି କହିବାର ନାହିଁ। ତାଙ୍କର ସେ ତୁନିକି ରହିଲେ, 2 ପଇସା ପକେଟକୁ ନେଲେ। ଏଇଭଳି ନ୍ୟାୟରେ ଖଣ୍ଡପଡ଼ାର ଉନ୍ନତି ଚାଲିଛି। ନୂଆ ସରକାର ବି ଆଇଲାଣି, 3 ବର୍ଷ ପାଖାପାଖି ହେଇଛି, 3ଟି ଭଲ କାମ ମଧ୍ୟ ଖଣ୍ଡପଡ଼ାରେ ଆଜି ଯାଏଁ ହେଇପାରିଲା ନାହିଁ। କହନ୍ତି ଆମର ଖଜୁରୀ ଗୁଣର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ ସେଇ ନ୍ୟାୟ। କାହାକୁ କହିବା, ଶୁଣିବ କିଏ ଏବଂ କ'ଣଟା କହିବାକୁ ବାକି ଅଛି ସେ କହିବି, ସବୁ ବର୍ତ୍ତମାନ ଲୋକ ଦେଖୁଛନ୍ତି। ତେଣୁ ଯେହେତୁ ଆଜି ଆସିଥିଲି ମର୍ଣ୍ଣିଂରେ, ମୁଁ ଟିକେ କହିଲି ମର୍ଣ୍ଣିଂ ୱାକ୍ ଟିକେ କରିବା ଏଇ ପାର୍କରେ। ଏ ତ ଦେଖିକି ଗୋଟେ ଖଣ୍ଡପଡ଼ାବାସୀ ହିସାବରେ ମୋତେ ବହୁତ ଦୁଃଖ ଲାଗିଲା ଏବଂ ମୋତେ ନିଜକୁ ମଧ୍ୟ ହଟ୍ କରୁଛି ଯେ କିଭଳି ପଇସା ଗୁଡ଼ା ବାରମ୍ବାର ଏଥିରେ ଖର୍ଚ୍ଚ କରି ତାକୁ ଖାଉଛନ୍ତି ମାନେ। ଯେଉଁମାନେ ବି ଦେଖନ୍ତୁ କେତେଟା ଫଳକ ଲାଗିଛି, ସେଇ ଏଇ ପାଖରେ କେବଳ 3ଟା ଫଳକ। ଏଠି ଗୋଟେ ଫଳକ ଲାଗିଥିଲା, ଏଇ ଫଳକଟା ଛାଡ଼ି ଯାଇଛି, 4ଟା ଫଳକ। ଏଠି ଗୋଟେ ଦେଖନ୍ତୁ 5ଟା ଫଳକ, ପୁଣି ଆହୁରି ଭିତରେ ଲାଗିଛି ସେପଟ ସାଇଡ଼୍ରେ ଯେଉଁ ଆମର ହେଇଛି ଏଇଭଳି 10ଟା ଫଳକ। ଏବେ ବର୍ତ୍ତମାନ ଯେଉଁ ଷ୍ଟ୍ରିଟ୍ ଲାଇଟ୍ ହେଇଛି ତା ବି ମଧ୍ୟ ଆଉ ଗୋଟେ ଫଳକ ଲାଗିଯିବ। ଏଇଭଳି ଫଳକ ହେଇ ଦେଖନ୍ତୁ, ସେଇଠି ଆଗରେ ଗୋଟେ ଆହୁରି ଗୋଟେ ଫଳକ, 15ଟା ପାଖାପାଖି ଫଳକ ଭିତରେ ଲାଗିଛି। ସେଇଠି ଦେଖନ୍ତୁ, ସେଇ ଆଗରେ ଯେଉଁ ସିଂହ ଫିଂହ, ମନେକର ଡାଇନୋସର ଲାଗିଲା ଗୋଟେ ଫଳକ ଲାଗିବ, ଗୋଟେ ହାତୀ ଯୋଡ଼େ ଲାଗିଲା ଗୋଟେ ଫଳକ ଲାଗିବ, ଦୋଳି ଯୋଡ଼େ ଲାଗିଲା ଗୋଟେ ଫଳକ ଲାଗିବ। ଏଇଭଳି ଫଳକରେ ଟଙ୍କା ଲେଖି ଦିନ ଦ୍ୱିପହରେ ଜନତାଙ୍କ ପଇସାକୁ ଆରାମରେ ବାପା ଧନ ଭଳିଆ ଲୁଟ୍ କରୁଛନ୍ତି। ଖଣ୍ଡପଡ଼ା ନ୍ୟାୟ ତ ଆଉ କ'ଣ ଓଡ଼ିଆରେ ଅଛି, ଆପଣ ଜାଣିଛନ୍ତି। ବିଶେଷ କିଛି ଆଉ କହିବାକୁ ମୁଁ ଚାହୁଁନାହିଁ, କିନ୍ତୁ ମୁଁ ଚାହୁଁଛି ଯେ ଏସବୁରେ ଟିକେ ସୁଧାର ଆସୁ ଏବଂ ଯାହା ବି ଲୋକମାନଙ୍କର ପଇସା। ଏଇଠି ଗୋଟେ ଫଳକ ଦେଖନ୍ତୁ, ଏଇଭଳି ଚାରିଆଡ଼େ ଖାଲି ଫଳକ।
ଖଣ୍ଡପଡ଼ା ଲୋକ ବି ଟିକେ ଏମାନଙ୍କୁ ଉଚିତ ଜବାବ ଦେବା ଦରକାର, ଯେଉଁଟାକି ଲୋକଲୋଚନକୁ ଆଇଲେ ମଧ୍ୟ କିଛି ଲୋକ ନିଜର ସମ୍ମାନକୁ ରକ୍ଷା କରି ଚୁପ୍ ରହୁଛନ୍ତି। କିନ୍ତୁ ଏଠି ବୁଦ୍ଧିଜୀବୀ ହୁଅନ୍ତୁ, ଯୁବପିଢ଼ି ହୁଅନ୍ତୁ, ଏହାକୁ ବିରୋଧ କରିବା ଦରକାର। ଏମାନଙ୍କୁ ଏଇଭଳି ଯେଉଁ ନେତା ସବୁ ଆସିଛନ୍ତି ଉଚିତ ସମ୍ମାନ ଦେବା ଦରକାର, ଅସମ୍ମାନ କରି ସମ୍ମାନ ଦେବା ଦରକାର। ତାହେଲେ ଯାଇ ଖଣ୍ଡପଡ଼ାର କିଛି ଉନ୍ନତି ହୋଇପାରିବ ବୋଲି ମୁଁ ଭାବୁଛି। ଦେଖାଯାଉ ଆଗାମୀ ଦିନରେ କ'ଣ ଘଟୁଛି ଖଣ୍ଡପଡ଼ା ଶାସନରେ ଏବଂ ଖଣ୍ଡପଡ଼ା ଏ ଉନ୍ନତିମୂଳକ କାମକୁ ନେଇ, ତାହା ତ ଆଗାମୀ ସମୟ କହିବ। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତାହେଲେ ଦୟାକରି ମତାମତ ଦେବେ। ରଖୁଛି, ନମସ୍କାର।